ସେଦିନ ଥିଲା 1999 ମସିହା ସକାଳୁ ମୁଁ ସେତେବେଳେ +2 ରେ ପାଠ ପଢୁଥାଏ। ସକାଳୁ ଗୋଟେ ଖବର ଆସିଲା ଯେ ଆମ ଅଞ୍ଚଳର ଜଣେ ବୀରଗତି ପ୍ରାପ୍ତ ହେଇଛନ୍ତି ସେ 1999 ମସିହା କାର୍ଗିଲ ଯୁଦ୍ଧରେ। ଆଉ ସେ ବୀରଗତି ପ୍ରାପ୍ତ ହେଲେ ସତ ମା ଭାରତୀ ବିଜୟର ଟୀକା ପିନ୍ଧିଥିଲା, ପୁଣି ଥରେ ପାକିସ୍ତାନକୁ ଧୂଳି ଚଟେଇଥିଲା। ସେତେବେଳେ ଶବ ଆସି ତାଙ୍କ ଶବାଧାରରେ ଅନେକ ଲୋକ ଥିଲେ, ବିଶାଳ ଜନସମୁଦ୍ର। କିନ୍ତୁ ସେ ଶବ କେମିତି ହଠାତ୍ ଏଠି ଆସି ପହଞ୍ଚିବ ଆଉ ତାଙ୍କର ମାନେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦିଆଯିବ, ସେଥିପାଇଁ ତ୍ୱରିତ ବେଗରେ ସରକାର ପଦକ୍ଷେପ ନେଇଥିଲେ। ଆଉ ଯାହା ସେତେବେଳେ ଭିତ୍ତିଭୂମି ଥିଲା ସେ ଭିତ୍ତିଭୂମିକୁ ଆଧାର କରିକି ତ୍ୱରିତ ଯାହା କରିହବ ତାକୁ କରାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ 2.5 ଦଶନ୍ଧି ତାଙ୍କ ସ୍ମୃତିପୀଠର କୌଣସି ଉନ୍ନତି ହେଇପାରିନି, ଏହା ଖବର ବିଷୟ। ଆଜି ଲଜ୍ଜିତ ଯେ ଏପର୍ଯ୍ୟନ୍ତ 24 ବର୍ଷ ସରକାର ରହିଲା, କଂଗ୍ରେସ ବେଳେ ଏ ଘଟଣା ଘଟିଥିଲା, ଶହୀଦ ହେଇଥିଲା। ଏପର୍ଯ୍ୟନ୍ତ 24 ବର୍ଷ ଭିତରେ କୌଣସି କାର୍ଯ୍ୟକ୍ରମ ହେଇପାରିଲା ନାହିଁ ଏବଂ ଆମ ସରପଞ୍ଚ ମଧ୍ୟ ଶ୍ରୀମତୀ ସ୍ୱର୍ଣ୍ଣଲତା ପୁରାଣ ସବୁ ପ୍ରକାର ଉଦ୍ୟମ କରିଥିଲେ ମଧ୍ୟ ବିଜେଡିର କେତେକ ତୁଙ୍ଗ ନେତାମାନେ ଏଟାକୁ ତୀବ୍ର ଭାବରେ ବିରୋଧ କରୁଛନ୍ତି। ଯୋଜନା ରଖାଯାଇଛି ଗୋଟେ ବାଉଣ୍ଡ୍ରି ୱାଲ୍ଟେ ହେବ, ସାନିଟେସନ୍ ହେବ, ଇଲେକ୍ଟ୍ରିକ୍ ହେବ, ପାର୍କଟେ ହେବ, ରୋଡ଼ କନେକ୍ଟ ହେବ, ତାଙ୍କ ଶହୀଦ ସ୍ମୃତିଟା ବନା ହେବ। ମିନିମମ୍ ବର୍ଷା ଛାଡ଼ିଲା 2 ମାସ 3 ମାସ ଭିତରେ ଆମେ ସାରିଦେବୁ, ବଡ଼ ପ୍ରୋଜେକ୍ଟ ନା।